ସାଇଡରେ କ'ଣ ଦେଇଥାନ୍ତି? ହାଁ ତରକାରୀଟା ଓହୋ ଏମିତି ଢାଳି ଦେଇଥାନ୍ତି କହୁଥିଲୁ? ହଁ ଗିନାରେ ଓହୋ ପିଲାଟାକୁ ପ୍ରେଜେଣ୍ଟେସନ କରିକି ଦେଲେ ପିଲାଟାକୁ ଭଲ ଲାଗୁନି, ଗିନାରେ ଢାଳି ଦେଇଥାନ୍ତି। ତୁ ଗୋଟେ କାମ କରୁନୁ, ହାଁ ଏଇ ଯୋଉ ଆମ ଘର ପାଖରେ ସେଇ ଯୋଉ ସାହି ଗୋଟେ ଅଛି ସେଇ ବସ୍ତିକି ପଳା, ସେଇଠି ରହିବୁ। ଆମ ଘର ପାଖରେ ସାହି ନାହିଁ ମାମା, ଏଇଟା ଗୋଟେ ହିଁ ଅଛି, ତୁ ଦେଖିନୁ? ଏଇଟା ହିଁ ଅଛି ଗୋଟେ। କୋଉଟା? କେମିତି ଲାଗିଲା? ଭଲ ଲାଗୁନି କି? ଭଲ ତ ଅଛି, ପଚାରିଲୁ କାହିଁ? ଆଉ କାହିଁ କହିଲୁନି ତ ମସ୍ତ ଅଛି କି ବସ୍ତ ଅଛି? ପଚାରିଲେ ସିନା କହିବି। କାହିଁ ପଚାରିବି କାହିଁକି? ତୁ ନ କହିବା ପୂର୍ବରୁ ମୁଁ ତତେ ଖାନା ବନେଇକି ଦେଇଦେବି, ଆଉ ପଚାରିବାକୁ ପଡିବ। ତୁ କହିଲି ତୁ କ'ଣ 5-6 ଥର, ତାପରେ କାନ ତମେ ଇୟରଫୋନ କାଢିଲ, ତାପରେ ଯାଇକି ତମେ କଲ ମିଛେ। ତୁ କ'ଣ ମାନେ ପେଇଂ ଗେଷ୍ଟ କି ନା ଆମର ଗେଷ୍ଟ? ତୁ ପୁରା ସୋନୁ? ହାଁ ତୁ ସୋନୁଟି? ହଁ ବେଶୀ ପାଟି ଫିଟୁନି ତୋର ଏବେ? ଖାଲି ପାଟିଟା ଚକ୍ 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 ହେଇକି ଫିଟୁଛି। ଛୁଆବେଳେ ତ ଏମିତି ଫିଟୁ ନଥିଲା, ଶାନ୍ତ ଶିଷ୍ଟ ପୁରା ଲାଙ୍ଗୁଡ଼ ବିଶିଷ୍ଟ ଥିଲୁ। ତମକୁ ତ ଭଲ ଲାଗେ କଥା, ତମର ନିଜେ ସେତେ ବଦମାସ ନଥିଲ। ମାନେ ତୁ କ'ଣ ମାମା ବନିବୁ? ନା ଆଉ ହେଇପାରିବନି। ଓ ହେଇପାରିବନି ନା? ହଉ ତୁ ଯାହା ବନୁଛୁ ବନରେ ପୁଅ, ମୁଁ ଯାଉଛି ମୋର କରିବି। ଯା ତୁ ତୋର ଖା। ହାଁ